बरस के थोरे आसीची रज आसीची रज गोहे बानुआ सजबाज। ଆମ ଓଡ଼ିଶାବାସୀଙ୍କ ଅତି ପ୍ରିୟ ରଜ ପର୍ବ ପାଖେଇ ଆସୁଛି। ରଜ ପର୍ବଟି ସଜବାଜ ସହ ମୁଖ୍ୟ ଆକର୍ଷଣ ହେଲା ପୋଡ଼ପିଠା। ପାଠପଢ଼ା ହେଉ କି ଚାକିରି ହେଉ, ଆଜିକାଲି ବହୁତ ଓଡ଼ିଆ ଯାଇ ବାହାରେ ରହୁଛନ୍ତି, ଆଉ ଏ ରଜ ପର୍ବରେ ପୋଡ଼ପିଠାକୁ ବହୁତ ମିସ୍ କରୁଛନ୍ତି। ଆଜି ମୁଁ ସେୟାର କରିବି ଆମର ଚାଉଳ ନଡ଼ିଆରେ ତିଆରି ପୋଡ଼ପିଠା, ଯେଉଁଟାକି ବିନା ଟେନସନରେ ଆପଣ ତିଆରି କରିପାରିବେ। ଆଉ ତିଆରି କଲାବେଳେ ଭାବିବେ, ଆରେ ଏତେ ସହଜ। ପୋଡ଼ପିଠା ତିଆରି କରିବା ପୂର୍ବରୁ ଆଗ ତାର ପ୍ରିପାରେସନ୍ କରି ନେବା। ସେଥିପାଇଁ ମୁଁ 1 କପ୍ ଚାଉଳ ଧୋଇ ଧାଇକି ତାକୁ 2ରୁ 3 ଘଣ୍ଟା ଭିଜେଇ ଦେଇଥିଲି। ଆଉ 1 ମୁଠା ଚୁଡ଼ା କିମ୍ବା ନହେଲେ 1/3 କପ୍ ଚୁଡ଼ାକୁ ମଧ୍ୟ ଧୋଇକି ତାକୁ ଭିଜେଇ ଦେବା। ତା ସହିତ କୋରା ନଡ଼ିଆ ନେଇଛି 1/2 କପ୍, ଆଉ କଟା ନଡ଼ିଆ ନେଇଛି ମଧ୍ୟ 1/3 କପ୍। ଆଉ ମସଲାରେ ନେଇଛି ଗୁଜୁରାତି, ଲବଙ୍ଗ ଆଉ ଅଦା ଖଣ୍ଡେ। ପୋଡ଼ପିଠା ପାଇଁ ଆମର ମାତ୍ର ଏତିକି ଜିନିଷ ଦରକାର। ବର୍ତ୍ତମାନ ଗୋଟେ ଗ୍ରାଇଣ୍ଡର ଜାରରେ ଭିଜା ଚାଉଳ, ଭିଜା ଚୁଡ଼ା, ତା ସହିତ କୋରା ନଡ଼ିଆ ଆଉ ଯେଉଁ ମସଲାରେ ନେଇଥିଲେ ଅଦା, ଗୋଲମରିଚ, ଗୁଜୁରାତି, ଏସବୁକୁ ନେଇ ଅଳ୍ପ ପାଣି ଦେଇ ଏକଦମ ଫାଇନ୍ ପେଷ୍ଟରେ ବାଟିଦେବା। ଏଠି ଦେଖନ୍ତୁ ମୁଁ ଦେଖାଉଛି, ଏକଦମ ଫାଇନ୍ ପେଷ୍ଟ ଆମର ହେଇଯାଇଛି। ବର୍ତ୍ତମାନ ଆମେ ଏଇ ବ୍ୟାଟରରେ ପୋଡ଼ପିଠା ପାଇଁ ସ୍ୱାଦ ଅନୁସାରେ ଲୁଣ ଆଉ 1/3 ସ୍ପୁନ୍ ମୁଁ ନେଇଛି ଖାଇବା ସୋଡ଼ା, ୟାକୁ ଦେଇ ଆମେ 2 ମିନିଟ୍ ଏମିତି କ୍ଲକ୍ ୱାଇଜ୍ ଭଲକି ଫେଣ୍ଟି ନେବା। ଫେଣ୍ଟି ଦେବା ଦ୍ୱାରା ଆମର ପୋଡ଼ପିଠାଟି ଏକଦମ ସ୍ପଞ୍ଜି ହେଇଯିବ। ବର୍ତ୍ତମାନ ଏଠି ସସ୍ପେନ୍ରେ ମୁଁ ନେଇଛି 1/2 କପ୍ ପାଣି, ତା ସହିତ ପୋଡ଼ପିଠାର ମିଠା ପାଇଁ ମୁଁ ଏଠି ନେଇଛି ଗୁଡ଼। ଆପଣ ଯଦି ଚିନି ଚାହୁଁଛନ୍ତି ଚିନି ନେବେ। ମୁଁ ଏଠି 2 ଚାମଚ ଗୁଡ଼ ନେଇଛି। ସେ ଗୁଡ଼କୁ ଭଲକି ଆଗ ମେଲ୍ଟ କରେଇ ନେବା। କିଛି ସିରା ଫିରା କରିବା ଦରକାର ନାହିଁ, ଖାଲି ମୁଁ ପାଣିରେ ୟାକୁ ମେଲ୍ଟ କରେଇ ନେଉଛି। ଗୁଡ଼ଟି ପାଣିରେ ପୁରା ମେଲ୍ଟ ହେଇଗଲା ପରେ, ଥଣ୍ଡା ହେଲା ପରେ ଆମେ ସେଇ ପାଣିକୁ ଆଣି ଆମେ ବ୍ୟାଟରରେ ଦେଇଦେବା ଆଉ ତାକୁ ଭଲକି ମିଶାଇ ନେବା। ଏବେ ଦେଖନ୍ତୁ ମୁଁ ମିଶାଉଛି, ଆଉ ବ୍ୟାଟର କନସିଷ୍ଟେନ୍ସି ବି ଦେଖନ୍ତୁ, ଟିକେ ଆମର ଏକଦମ ଫ୍ଲୋଇ କନସିଷ୍ଟେନ୍ସି ହେଇଯାଇଛି, ପୁରା ପାଣିଆ, ପୁରା ଚକୁଳି ପିଠାର ଆଣଠୁ ବି ଆହୁରି ପାଣିଆ ହେଇଯାଇଛି। ଏମିତି ହେଲେ ହିଁ ଆମର ପୋଡ଼ପିଠାଟି ଏକଦମ ସ୍ପଞ୍ଜ ହେବ। ତାପରେ ଏଠି ଆମେ କୁକର ଗରମ କରିବା। କୁକରରେ ପୋଡ଼ପିଠା ପାଇଁ ମୁଁ ଦେଇଛି ଦେଶୀ ଘି, ଆପଣ ଯଦି ଚାହିଁବେ କିଛି ବି ଅଏଲ୍ ନେଇପାରିବେ। ଆମେ ଯେଉଁ ନଡ଼ିଆକୁ କାଟିକି ଥୋଇଥିଲେ, ସେଇ ନଡ଼ିଆକୁ ଏଇ ଦେଶୀ ଘିଅରେ ଟିକେନାକୁ ଲାଲ ହେଲା ପର୍ଯ୍ୟନ୍ତ ଭାଜି ନେବା। ତାର ବାସ୍ନାଟା ନା ବହୁତ ବଢ଼ିଆ ଆସେ, ଏଇ ସମୟରେ ତ ବହୁତ ବଢ଼ିଆ ଆସୁଛି। ଟିକେ ନଡ଼ିଆ ଭାଜି ହେଇ ଆସିଲା ପରେ ଆପଣ ଯଦି ଚାହୁଁଛନ୍ତି କିଛି ଡ୍ରାଏ ଫ୍ରୁଟ୍ସ ମିଶାଇବା ପାଇଁ, ଏଇ ସମୟରେ ମିଶାଇବେ, ନହେଲେ ବି ସ୍କିପ୍ କରିନେବେ। ମୁଁ ଏଠି କିଛି କାଜୁ ଆଉ ଆଲମଣ୍ଡକୁ ମିଶାଇ ନେଇଛି। 2 ମିନିଟ୍ ଆମେ ୟାକୁ ଲୋ ଫ୍ଲେମ୍ରେ ଭାଜିବା, ନହେଲେ ଡ୍ରାଏ ଫ୍ରୁଟ୍ସ ପୋଡ଼ିଯିବ। ଆମର ପ୍ରାୟ ଭାଜି ହେଇଗଲାଣି। ତାପରେ ଆମେ ଯେଉଁ ବ୍ୟାଟର ରେଡ଼ି କରିକି ରଖିଥିଲେ, ସେ ବ୍ୟାଟରକୁ ଏବେ ୟା ଦେହରେ ଢାଳିଦେବା। ଆଉ କିଛି ବି କାମ ନାହିଁ, ଫ୍ଲେମ୍କୁ ଆମେ ଏକଦମ ଲୋ କରିନେବା। ବର୍ତ୍ତମାନ ଆମେ କୁକରର କଭର ଦେଇଦେବା ଆଉ ତାର ଉପର ହୁଇସିଲଟିକୁ ବାହାର କରିଦେବା। ଆଉ ଏ ସମୟରେ ଫ୍ଲେମ୍କୁ ବି ଏକଦମ ଲୋ ରଖିଦେବେ। ତାପରେ ପାଖାପାଖି ମୋତେ ଲାଗିଥିଲା ଏଠି ଅଧଘଣ୍ଟା ପାଖାପାଖି। ଅଧଘଣ୍ଟେ ପରେ ମୁଁ କଭର ଖୋଲିକି ଦେଖାଉଛି, ଆଉ ଗୋଟେ ଛୁରୀ ବି ମଧ୍ୟ ଭର୍ତ୍ତି କରିକି ଦେଖାଉଛି। ଯଦି ଆମର ଛୁରୀଟି କ୍ଲିନ୍ ଆସୁଛି, ତାହେଲେ ଆମ ପୋଡ଼ପିଠା ହେଇଯାଇଛି। ବାସ୍ନା ବି ତ ବହୁତ ବଢ଼ିଆ ଆସୁଛି, ତେଣୁ ମୁଁ ବାସ୍ନାରୁ ଭାବିଲି ଯେ ପୋଡ଼ପିଠା ହେଇଯାଇଥିବ। ଛୁରୀଟି ତ କ୍ଲିନ୍ ଆସିଲା। ପୋଡ଼ପିଠାକୁ ଏକଦମ ଥଣ୍ଡା ହେଲା ପର୍ଯ୍ୟନ୍ତ ଛାଡ଼ିଦେବା। ଥଣ୍ଡା ହେଲେ ହିଁ ଆମର ପୋଡ଼ପିଠାଟି କୁକରରୁ ଭଲରେ ବାହାରି ଆସିବ। ଏବେ ମୁଁ କାଟିକି ଦେଖାଉଛି, ଦେଖନ୍ତୁ ପୋଡ଼ପିଠାଟି କେମିତି ଜାଲିଦାର ହେଇଛି। ଜାଲିଦାର ହେଇଛି ମାନେ ଏକଦମ ସଫ୍ଟ ହେଇଛି। ଖାଇବାକୁ ବି ବହୁତ ବଢ଼ିଆ ଲାଗୁଛି। ଅଦା, ଗୋଲମରିଚ, ଗୁଜୁରାତିର ବାସ୍ନାରେ ବହୁତ ଟେଷ୍ଟ ହେଇଛି। ଦେଖିଲେ ନା ପୋଡ଼ପିଠାଟି ମୁଁ କେତେ ସହଜରେ ତିଆରି କଲି, ଜନ୍ତୁଣି ବି ଦରକାର ପଡ଼ିଲାନି। এইଭଳି ପୋଡ଼ପିଠା ତିଆରି କରି ଆସୁଥିବା ରଜକୁ ଖୁସିରେ ସେଲିବ୍ରେଟ୍ କରନ୍ତୁ। ଆଉ ମୋତେ ଅଳ୍ପ ଟିକେ ମନେ ପକାଇ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ।